ଯେ ପ୍ରଭୁ ଆଜି ଆମମାନଙ୍କୁ ଗୋଟେ ସୁନ୍ଦର ସୁଯୋଗ ଦେଇଛନ୍ତି ପ୍ରିୟ ବାପାଙ୍କ ମାଧ୍ୟମରେ ଆଉ ତାଙ୍କ ଆମେ ଟେଷ୍ଟମୋନି ଶୁଣିବା ଯେ ଗତକାଲି ପ୍ରଭୁ ତାଙ୍କ ଜୀବନରେ କଣ କଲେ। ସେ ଗୋଟେ ମନ୍ଦାତ୍ମାର ଆକ୍ରାନ୍ତର ଶିକାର ହେଇଥିଲେ ଏବଂ ତାଙ୍କୁ ସମସ୍ୟା ହେଇଥିଲେ ଆଉ ତାପରେ ପ୍ରାର୍ଥନା ପରେ ପ୍ରଭୁ ତାଙ୍କୁ କି ପ୍ରକାର ସୁସ୍ଥ ଦେଇଛନ୍ତି ତାଙ୍କ ମନ ବାପା ଆପଣଙ୍କ ନାଁ ମହେଶ୍ୱର ନାୟକ ଆପଣଙ୍କ ଗ୍ରାମ ହାତପୁର ଆପଣଙ୍କ ଜିଲ୍ଲା କଟକ। ଆପଣ ପ୍ରଭୁଙ୍କୁ ବିଶ୍ୱାସ କରୁଛନ୍ତି। ହଁ। ଆଚ୍ଛା ଗତକାଲି ଆପଣଙ୍କର କଣ ହେଇଥିଲା? ଗତକାଲି ମାନେ ଦୀର୍ଘ ଦିନ ଧରିକି ମୋର ଅସୁବିଧା ହେଇନଥିଲା। ହଁ ଏବେ 8 ଦିନ ତଳେ 2-3 ଦିନ ମୋର ପ୍ରାର୍ଥନା ବନ୍ଦ ହେଇଥିଲା। ହଁ ବନ୍ଦ ହେଇଯିବା ଭିତରେ ମୁଁ ଏଇଠି ଗାଧଉଥିଲି, ଏଇ ଜାଗାରେ ଗାଧଉଥିଲି ଆଉ ଏମିତି ଟାଇମ ହବ ତ ମୁଁ ଗାଧଉଥିଲି, ମୋ ଏଠି ମୁଣ୍ଡ ବୁଲେଇଲା ଭଳିଆ ହେଲା, ମୁଁ ସିଏ ଛିଡା ହେଇଥିଲି। ଯାଇବା ଭିତରେ ଦେଖିଲି ଯେ ଗୋଟେ ମାନେ କାର ଦୃଶ୍ୟ ଗୋଟେ ଦେଖିଲି, ଅନ୍ଧକାର ହେଇକି ସେ ଗୋଟେ ଭୂମି ଭୂତ ହେଲା ଭଳିଆ ଆସୁଛି। ସେ ଆସିବା ଭିତରେ ମୋ ଏଠିକିରେ ମୋ ପାଟି ଫିଟିଲାନି କି ମତେ ଆଉ କିଛି ଦେଖାଗଲା। ମୁଁ ଏଠି ବୁଲିକି ବାଡେଇ ହେଇକି ପଡିଲି। ପଡିଆ ଭିତରେ ପିଲାମାନେ ଆସିକି ମତେ ପାଣି ପାଣି ଛେଚିକି ବସେଇକି ପ୍ରାର୍ଥନା କଲେ। ତଥାପି ମଧ୍ୟ କିଛି ହେଲାନି। ପିଲା ପ୍ରାର୍ଥନା କଲେ କିଛି ହେଲାନି। ତାପରେ ପରିବର୍ତ୍ତେ ଫୋନ କଲେ ବିକାଶ ସାର ପାଖକୁ, ମୋ ସାନ ଝିଅ ଫୋନ କଲା ବିକାଶ ସାର ପାଖକୁ ଖୋର୍ଦ୍ଧା, ସେ ସେଠି ପ୍ରାର୍ଥନା କଲେ। ପ୍ରାର୍ଥନା କରିବା ଭିତରେ ମୋର ଭଲ ହେଇଗଲା, ମୁଁ ସୁସ୍ଥ ହେଇଗଲି, ଆରୋଗ୍ୟ ହେଲି। ଦ୍ୱିତୀୟ ଥର ଅଛି ଆଉ ଥରେ ସନ୍ଧ୍ୟା ସୁଦ୍ଧା ଭଲ ହେଇଯିବା ପରେ ଫେର ଦ୍ୱିତୀୟ ଥର ଆଉ ଥରେ ଆରମ୍ଭ ହବା ଭିତରେ ସନ୍ଧ୍ୟା ବେଳେ ଆଉ ଥରେ ପ୍ରାର୍ଥନା ହେଲା। ବିକାଶ ସାର ଫୋନ ହେଲା, ସେ ପ୍ରାର୍ଥନା କଲେ। ପ୍ରାର୍ଥନା କଲା ବେଳକୁ ସେତେବେଳକୁ ମୋ ବେକ ମୁଡି ହେଇଯାଉଛି, ପଛ ମୁଡି ହେଇଯାଉଛି। ସମସ୍ତେ କାନ୍ଦିଲେ। ମାନେ ବେକଟା ପୁରା ଏମିତି ଏମିତି ହେଇକି ରହେ, ମୁଡି ହେଇଯାଉଛି ଯାଉଛି ଏମିତି ପୁରା ଏମିତି ମୁଡି ହେଇକି ରହୁଥିଲା। ନାଇଁ ମୁଡି ହେଇଯାଉଛି ତ ପୁରା ଏମିତି ଯାଉଥାଏ। ହଁ। ତାପରେ ମୁଁ ଚେଷ୍ଟା କରିକି ଏମିତି ଚେଷ୍ଟା କରୁଛି ଯେ ହଉନି। ଯେତେବେଳେ ପରିବାର ଯାକ କାନ୍ଦିଲେ। ତାପରେ ପ୍ରାର୍ଥନା ପରେ ପ୍ରଭୁଙ୍କର ଦୟା ହେଲା, ଆରୋଗ୍ୟ ହେଇଗଲି। ବିକାଶ ସାର ଯୋଉ ପ୍ରାର୍ଥନା କଲେ ସେ ପ୍ରାର୍ଥନାରେ ମୁଁ ଆରୋଗ୍ୟ ହେଇଗଲି, ସୁସ୍ଥ ହେଇଗଲି ପ୍ରଭୁଙ୍କ ନାଁରେ ବୁଝିବା ପାଇଁ। ଶୁଣିଲେ ଆପଣ ଗୋଟେ ଜୀବନ୍ତ ସାକ୍ଷ୍ୟ ଯାହାକି ପ୍ରଭୁ ଗତ ରାତ୍ରିରେ ବାପାଙ୍କ ଜୀବନରେ କରିଛନ୍ତି। ଆପଣ ମାନେ ମଧ୍ୟ ପ୍ରଭୁଙ୍କ ବିଶ୍ୱାସ କରନ୍ତୁ ଏବଂ ଭରସା କରନ୍ତୁ, ନିଶ୍ଚିନ୍ତ ଭାବରେ ପ୍ରଭୁ ଆପଣଙ୍କୁ ମଧ୍ୟ ସୁସ୍ଥ ଦେବେ ଏବଂ ତାଙ୍କ ସନ୍ତାନ ଧନ୍ୟବାଦ। ତାକୁ ସୁରକ୍ଷା ଦେବ, ସୂଚି କର ପ୍ରଭୁ, ତୁମେ ଅନୁଗ୍ରହ କର। এই সময় প্রার্থনা করছি প্রভু, ও বিগত সমস্যা ও যে সমস্ত শয়তান শক্তি দ্বারা মুন্ড ব্যথা এবং যন্ত্রণা ଥିଲା, বেকর যন্ত্রণা প্রভু তুমি প্রার্থনা শুଣିଲ, ତାଙ୍କ ବେକକୁ ତୁମେ ସ୍ପର୍ଶ କଲ, ସୂଚି କଲ, ଆରୋଗ୍ୟ ଦେଲ, ସମ୍ପୂର୍ଣ୍ଣ ଆରୋଗ୍ୟ ଦେଲ। ସେଥିପାଇଁ ତୁମକୁ ଧନ୍ୟବାଦ ଅଛି। ମହିମା ଗୌରବ ତୁମକୁ ଦେଇ ପ୍ରାର୍ଥନା ଶୁଣ, ଧନ୍ୟବାଦ ଦେ ଯୀଶୁଙ୍କ ନାମରେ ପ୍ରାର୍ଥନା କଲି ପିତା, ଆମେନ୍। ଯୀଶୁଙ୍କ ରକ୍ତର ଜୟ, ଯୀଶୁଙ୍କ ରକ୍ତର ଜୟ, ଯୀଶୁଙ୍କ ରକ୍ତର ଜୟ, ଯୀଶୁଙ୍କ ରକ୍ତର ଜୟ, ଆମେନ୍। Thank you, Jesus.